ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦି-ଲିଙ୍କ୍ ଚକ୍ଷୁ ଚିକିତ୍ସାଳୟ ଏବଂ ଗବେଷଣା ପ୍ରତିଷ୍ଠାନ କଟକ। ସାରା ଭାରତରେ ବର୍ତ୍ତମାନ ଜନମତ ଚାଲିଛି ଭୋଟ ହାର କାହିଁକି କମିବାରେ ଲାଗୁଛି, ଏହାର କାରଣ କ'ଣ? ଦେଖନ୍ତୁ, ଭୋଟ ଦେବା ହେଉଛି ଗୋଟେ ଅଧିକାର। ପ୍ରତ୍ୟେକ ନାଗରିକଙ୍କର ଅଧିକାର ସହିତ ତାଙ୍କର କର୍ତ୍ତବ୍ୟ ହେଉଛି ଭୋଟ ଦେବା। କିନ୍ତୁ ଆମେ ଯାହା ଦେଖୁଛେ ବର୍ତ୍ତମାନ ଭୋଟର ହାର କମି କମି ଯାଉଛି। ତା'ର କାରଣ ହେଉଛି, ପ୍ରଥମ କାରଣ ହେଉଛି କଟକ ସହରରେ ଯେତେ ବୁଦ୍ଧିଜୀବୀମାନେ ଅଛନ୍ତି ସେମାନେ ଚିନ୍ତା କରୁଛନ୍ତି ଯେ ଆମର ଜଣେ ମନପସନ୍ଦର କ୍ୟାଣ୍ଡିଡେଟ୍ ରହିବା ଦରକାର। ଯେଉଁ କ୍ୟାଣ୍ଡିଡେଟ୍ଟାକୁ ସେମାନେ ଚାହୁଁଛନ୍ତି ଯେ ଯଦି ଆମେ ତାଙ୍କୁ ନିର୍ବାଚିତ କରୁ ବା ଆମ ନିର୍ବାଚିତ ପ୍ରତିନିଧି ଏକ ଏଭଳି ଲୋକ ହେବା ଦରକାର ଯିଏକି ଆମର ସୁଖ ଦୁଃଖର ସାଥୀ ହେଇପାରୁଥିବ ଏବଂ ଏ ସମାଜର ଉନ୍ନତି କଳ୍ପେ ସେ ଲାଗିପାରୁଥିବ। ଖାଲି ତ ସେତିକି ନୁହଁ, ସେଥିରେ କ'ଣ ରହିବା ଦରକାର ଯେ ଆଇଦର ଯଦି ସେ ବିଧାନସଭାକୁ ନିର୍ବାଚିତ ହେଉଛି କିମ୍ବା ସଂସଦକୁ ଯଦି ନିର୍ବାଚିତ ହେଉଛି, ତାହେଲେ ସେଠି ତା'ର ଆମ ଓଡ଼ିଶାର ବା କଟକ ଜିଲ୍ଲାର ଯାହା ଯାହା ଅସୁବିଧା ଅଛି ତାକୁ ଠିକ୍ ଭାବରେ ଉପସ୍ଥାପନ କରିବା ଦାୟିତ୍ୱ ହେଉଛି ଜଣେ ବିଧାୟକର ବା ଜଣେ ସାଂସଦଙ୍କର। ଯଦି ସେମାନେ ଠିକ୍ରେ ଉପସ୍ଥାପନ ନ କରିପାରିବେ, ବୁଦ୍ଧିଜୀବୀମାନେ ଭାବୁଛନ୍ତି ଯେ ଯେଉଁ ଲୋକଟିକୁ ଆମେ ଭୋଟ ଦେଉଛେ ସେ ଏ କାର୍ଯ୍ୟକ୍ରମ କରିବା ପାଇଁ ଠିକ୍ ନୁହେଁ, ତେଣୁ ସେମାନେ ଭାବୁଛନ୍ତି ମୁଁ କାହିଁକି ଭୋଟ ଦେବି କାହିଁକି, ଗୋଟେ ଭୁଲ ଲୋକକୁ କାହିଁକି ନିର୍ବାଚିତ କରିବି। ତେଣୁ ଏଇଟା ଗୋଟେ ରିଜିନ୍। ଆଉ ଗୋଟେ ରିଜିନ୍ ହେଉଛି ଯେ ଏଇଟା ଗୋଟେ ଜେନେରାଲ୍ କନସେପ୍ଟ ସମସ୍ତଙ୍କର। ଯଦିଓ ଭୋଟ ଦିନ ସରକାର ଛୁଟି କରୁଛନ୍ତି ଏଇଥି ଯୋଗୁଁ ଯେ ଆଇଦର ଯଦି ଲୋକଟି ଯଦି କଟକରେ ରହୁ ବା ସେ ତା'ର ଘର ଯଦି ଗାଁରେ ଥିବ ବା ତା ଭୋଟ ଯଦି ତା'ର ଗାଁରେ ଅଛି, ସେ ଗାଁରେ ଯାଇକରି ଭୋଟ ଦେବା କଥା ବା କଟକରେ ଯଦି ଅଛି ଯେ ଭୋଟ ଦେବା କଥା। କିନ୍ତୁ ସେମାନେ କ'ଣ କରୁଛନ୍ତି, ସେମାନେ ଭାବୁଛନ୍ତି ଏଇଟା ହେଉଛି ଗୋଟେ ଆମ ପାଇଁ ହଲିଡେ, ଯେ ମୁଁ ଭୋଟ ଦେଲେ କିଛି ଗୋଟେ ପରିବର୍ତ୍ତନ ହେବନି ବା ମୋ ଭୋଟଟାକୁ ମୁଁ କାହିଁକି ଦେବି, ମୁଁ ସେଇ ସମୟଟାରେ ଘରେ ପିଲାମାନଙ୍କ ପାଖରେ ବା ପରିବାର ସାଙ୍ଗେ ବିତେଇବି, ତେଣୁ ସେ ଭୋଟ ଦେବାକୁ ଯାଉନି। ଏଇ ବି ଗୋଟେ ରିଜିନ୍ ଆମର ମତଦାତା କମିବାର ଅଛି। ଆଉ ଗୋଟେ ହେଉଛି ଯେ ଆମର ଯେଉଁ ନିର୍ବାଚନ ଅଧିକାରୀ ଯେଉଁ ବ୍ୟବସ୍ଥା ସବୁ କରିଛନ୍ତି, ଆପଣମାନେ ଜାଣିଛନ୍ତି ଯେ ସିନିୟର ସିଟିଜେନ୍ମାନଙ୍କ ପାଇଁ ଅଲଗା ଲାଇନ୍ ହେବା କଥା, ମହିଳାମାନଙ୍କ ପାଇଁ ଅଲଗା ଲାଇନ୍ ହେବା କଥା, ପୁରୁଷ ଲୋକମାନଙ୍କ ପାଇଁ ଅଲଗା ଲାଇନ୍ ରହିବା କଥା, ଯଦି କିଏ ଫିଜିକାଲ୍ ଚ୍ୟାଲେଞ୍ଜ ଅଛି ତା ପାଇଁ ହ୍ୱିଲ୍ ଚେୟାରର ବ୍ୟବସ୍ଥା ରହିବା ଦରକାର। କିନ୍ତୁ ମହିଳା ପୁରୁଷଙ୍କର ଅଲଗା ଅଲଗା ଲାଇନ୍ ଅଛି, କିନ୍ତୁ ସିନିୟର ସିଟିଜେନ୍ମାନଙ୍କ ପାଇଁ କିଛି ସେମିତି ବ୍ୟବସ୍ଥା ନାହିଁ। ତେଣୁ ଗୋଟେ ବୟସ୍କ ଲୋକ ଇଚ୍ଛା କରୁନି ଯେ ଏତେ ଲାଇନ୍ରେ ଯାଇକି ମୁଁ କାହିଁକି ଠିଆ ହେବି, ମୋ ଗୋଡ଼ର ଅସୁବିଧା ଅଛି ବା ମୋ ଦେହର ଶାରୀରିକ ଅସୁବିଧା ଅଛି, ତେଣୁ ମୁଁ ଲାଇନ୍ରେ ଠିଆ ହେବି ନାହିଁ। ଇଏ ବି ଗୋଟେ ରିଜିନ୍। ଏଇଟା ଯେତେବେଳେ ତାଙ୍କ ମନ ଭିତରକୁ ଆସୁଛି ସେମାନେ ଭୋଟ ଦେବାକୁ ଯାଉନାହାନ୍ତି। ଆଉ ଗୋଟେ ବଡ଼ ପ୍ରୋବ୍ଲେମ୍ ହେଲା ମହିଳାମାନେ ଭୋଟ ହାର ମଧ୍ୟ କମୁଛି। ତା'ର ମୁଖ୍ୟ କାରଣ ହେଉଛି ଯଦି ମହିଳାମାନେ ଘରେ କାମ କରୁଛନ୍ତି ତାଙ୍କୁ ପୁରୁଷ ଲୋକ ତାଙ୍କୁ ନେଇକି ଯିବା କଥା। ଯଦି ପୁରୁଷ ଲୋକ ସେହି ସମୟରେ ବାହାରେ ଅଛନ୍ତି ବା ବାହାର କାମ କରୁଛନ୍ତି, ସେମାନେ ତାଙ୍କୁ ଆସି ଘରକୁ ଆସିକି ନେଇକରି ପହଞ୍ଚେଇ ପାରୁନାହାନ୍ତି ଭୋଟ କେନ୍ଦ୍ରରେ। ଏହାଦ୍ୱାରା ମଧ୍ୟ ମହିଳାମାନଙ୍କର ପରସେଣ୍ଟେଜ୍, ସେମାନଙ୍କ ଇଚ୍ଛା ଅଛି କିନ୍ତୁ ତାଙ୍କୁ ସୁବିଧା ସୁଯୋଗ ମିଳୁନି, ସେ ଜାଗାରେ ମଧ୍ୟ ପରସେଣ୍ଟେଜ୍ କମୁଛି। ବର୍ତ୍ତମାନ ଜଣାପଡ଼ୁଛି ଯେ ବୁଦ୍ଧିଜୀବୀଙ୍କର ଭୋଟ କମୁଛି, ଏହା କ'ଣ ସତ? ହଁ, ବୁଦ୍ଧିଜୀବୀମାନେ କମ୍ ଭୋଟିଂ ହେଉଛି, ବୁଦ୍ଧିଜୀବୀମାନେ ଭୋଟ ଦେଉଛନ୍ତି। ସେମାନେ ଭାବୁଛନ୍ତି ଯେ ଆମ ଭୋଟଟା ଯଦି ଆମେ ଯେଉଁ ଲୋକଙ୍କୁ ଦେବୁ, ସେ ଲୋକମାନେ ତାଙ୍କର ନିଜ ମନ, ନିଜ ଚିନ୍ତା ବା ସମାଜର ପରିବର୍ତ୍ତନ କରୁଥିବା ଭଳିଆ ଲୋକଟି ସେ ପାଉନାହାନ୍ତି। ତେଣୁ ସେ ଜାଗାରେ ସେମାନେ ଭୋଟ ଦେଉନାହାନ୍ତି ବା ଭୋଟ ଦେବାକୁ ଇଚ୍ଛା କରୁନାହାନ୍ତି। ଭୋଟ ଦେବା କଥା, କାରଣ ବୁଦ୍ଧିଜୀବୀ କ'ଣ ସମସ୍ତେ, କାରଣ ଭୋଟଟା ଗୋଟେ ଅଧିକାର ଆମର, କାରଣ ଏଇ ଅଧିକାରଟାକୁ ଆମକୁ ସାବ୍ୟସ୍ତ କରିବାକୁ ପଡ଼ିବ। ଭୋଟଟା ଯଦି ଆମେ ଠିକ୍ ଦେବା ତାହେଲେ ଆମେ ଆମର ନିର୍ବାଚିତ ପ୍ରତିନିଧିମାନଙ୍କୁ ସେମାନେ ତାଙ୍କର ନିର୍ବାଚିତ ହେବେ। କିନ୍ତୁ ଯେତେବେଳେ ଆମେ ତାଙ୍କୁ ଭୋଟ ଦେଉନି, ତେଣୁ ତା'ର ହାରଟା କମିଯାଉଛି, କ'ଣ ପରସେଣ୍ଟେଜ୍ ଅଫ୍ ଭୋଟିଂ କମୁଛି। ତେଣୁ ବୁଦ୍ଧିଜୀବୀମାନେ ଗୋଟିଏ ଧାଡ଼ିରେ କହିବାକୁ ଗଲେ
ବୁଦ୍ଧିଜୀବୀ ମାନେ ଚିନ୍ତା କରୁଛନ୍ତି ଯେ ତାଙ୍କ ଭଳିଆ ତାଙ୍କୁ ଯେଉଁ ଟାଇପ୍ର ସେ ଯେଉଁ ଦୃଷ୍ଟିକୋଣରୁ ଦେଖୁଛନ୍ତି ସେଇ ଦୃଷ୍ଟିକୋଣରୁ କ୍ୟାଣ୍ଡିଡେଟ୍ଟେ ପାଉନାହାନ୍ତି, ତେଣୁ ସେଠି ଜାଗାରେ ସେମାନେ ଭୋଟ୍ ଦେବାକୁ ଯାଉନାହାନ୍ତି। ଯଦି ଏଇ ଜିନିଷ ରାଜନୈତିକ କ୍ଷେତ୍ରରେ ଏକ ଆଇନ ଅଣାଯାଆନ୍ତା ତାହେଲେ କିଭଳି ହୁଅନ୍ତା? ଏଇଟା ବହୁତ ଭଲ ପଦକ୍ଷେପ, କାରଣ ସମ୍ବିଧାନରେ ବହୁତ କଥା ଅଛି ଏବଂ ବହୁତ କଥା ଆମେଣ୍ଡମେଣ୍ଟ ହେବା ଦରକାର। ଯେତେବେଳେ ଗୋଟେ କ୍ୟାଣ୍ଡିଡେଟ୍କୁ ସେତେବେଳେ ତା'ର ନୋମିନେସନ୍ ଫାଇଲ୍ କରୁଛି, ତାଙ୍କର କିଛିଟା ଅଛି ମୋଡାଲିଟିଜ୍ ଯେଉଁଟାକି ସେ କମ୍ପ୍ଲାଏ କରୁଛି, ଲାଇକ୍ ଇନକମ୍, ତା'ର ପ୍ରପର୍ଟି, ତା'ର ଫ୍ୟାମିଲି ଡାଟା, କିନ୍ତୁ ଶିକ୍ଷାଗତ ଯୋଗ୍ୟତାକୁ ପ୍ରାଧାନ୍ୟ ଦିଆଯାଇ ନାହିଁ। କାରଣ ଶିକ୍ଷାଗତ ଯୋଗ୍ୟତା ହେଉଛି ସବୁଠୁ ଇମ୍ପୋର୍ଟାଣ୍ଟ ଗୋଟେ ମାନେ ଲୋକ ପ୍ରତିନିଧି ହେବା ପାଇଁ, କାରଣ ତା'ର ଶିକ୍ଷାକୁ ନିର୍ଭର କରୁଛି ସେ ଯେଉଁ ଏରିଆକୁ ସେ ବିଲଙ୍ଗ କରୁଛି, ଯେଉଁ ଏରିଆକୁ ସେ ରିପ୍ରେଜେଣ୍ଟ କରୁଛି, ସେଠି ଯଦି ତା'ର ଶିକ୍ଷାର ମାନଟା କମିଯାଉଛି, ଯଦି ସେ ପାଠ ପଢ଼ିନାହାନ୍ତି ତାହେଲେ ସେ ବିଧାନସଭାରେ କୌଣସି ପ୍ରଶ୍ନ ରଖିପାରିବେ ନାହିଁ, ବା ତାଙ୍କର ଯଦି କ୍ୟାପାବିଲିଟି ନଥିବ, କହିବାର କ୍ୟାପାବିଲିଟି ନଥିବ, ବା ତାଙ୍କୁ ଯାହା ଘଟୁଛି ଘଟଣାବଳୀ ତା ବିଷୟରେ ତା'ର ନଲେଜ ରହିବା ଦରକାର, ହେଲେ ସେ ସେଇ ପ୍ରସଙ୍ଗରେ ପ୍ରଶ୍ନ ପଚାରି ପାରିବ ବା ତା'ର ପକ୍ଷ ରଖିପାରିବ। ତେଣୁ ଶିକ୍ଷାଗତ ଯୋଗ୍ୟତା ଯେହେତୁ ନାହିଁ, ଏଇଟା ଗୋଟେ ଆମ ସମସ୍ତଙ୍କ ପାଇଁ ଗୋଟେ ବଡ଼ ଅସୁବିଧା। ଏଇଟାକୁ ସମ୍ବିଧାନରେ ଚେଞ୍ଜ ହେବା ଦରକାର ଯେ ଏଇ ଫର୍ ଏକ୍ଜାମ୍ପଲ୍ ଯଦି ଗୋଟେ MLA ଠିଆ ହେଉଛି ତା'ର ଏଇଆ ଶିକ୍ଷାଗତ ଯୋଗ୍ୟତା ରହିବା କଥା, ଯଦି ଗୋଟେ MP ପାଇଁ ସେ କଣ୍ଟେଷ୍ଟ କରିବାକୁ ଚାହୁଁଛି ତାହେଲେ ତା'ର ଏଇ ଶିକ୍ଷାଗତ ଯୋଗ୍ୟତା ଥିବା ଦରକାର, ହେଲେ ଆମେ ଆପ୍ରୋପ୍ରିଏଟ୍ ନେତା ପାଇପାରନ୍ତେ ଏବଂ ସେମାନେ ସମସ୍ତଙ୍କର ଗୋଟେ ଧାରଣା ଯେ MLA ହୁଅନ୍ତୁ ବା MP ହୁଅନ୍ତୁ, ସେ ଖାଲି ଲୋକମାନଙ୍କର ସେବା କରିବ ବା ଲୋକମାନଙ୍କ ପାଖରେ ତାଙ୍କର ବାହାଘର, ବ୍ରତଘର, ଜନ୍ମଦିନ ସେ ଜାଗାରେ ଯିବ ଏବଂ ତାଙ୍କର ଛୋଟ ଛୋଟ ପୋଲିସରେ କିଛି କେସ୍ ହେଲା କିମ୍ବା କୋର୍ଟରେ କିଛି ଅସୁବିଧା ହେଲା ସେଇ ଜାଗାରେ ହିଁ ତାଙ୍କୁ ସାହାଯ୍ୟ କରିବ। କିନ୍ତୁ ଆକ୍ଚୁଆଲ୍ ସେୟା ନୁହଁ। ଗୋଟେ ସାଂସଦ କିମ୍ବା ଗୋଟେ ବିଧାନସଭାର ଜଣେ ମେମ୍ବର, ତାଙ୍କର ଦାୟିତ୍ୱ ହେଉଛି ଯେ ଆପଣଙ୍କ ଏରିଆରେ କ'ଣ କ'ଣ ଅସୁବିଧା ଅଛି ଏବଂ ସେ ଅସୁବିଧାକୁ ଯେଉଁ ମୌଳିକ ସେବା ଗୁଡ଼ିକ କେମିତି ଦେଇହେବ ଏବଂ ଯେଉଁ ସମସ୍ୟା ଅଛି ସମସ୍ୟାର କେମିତି ସମାଧାନ କରିବ, କାରଣ ସେଇ ଭିଜନ ମିଶନ ଗୋଟେ ମନ୍ତ୍ରୀ ହେଉ ବା ଗୋଟେ MLA ହେଉ, ଗୋଟେ MP ହେଉ, ତାର ରହିବା ଦରକାର। ଏଇ ମାନସିକତା ଯଦି ସେମାନଙ୍କର ନ ରହିବ ତାହେଲେ ଆମ ଦେଶ ଆଗକୁ ଯିବନି, ଆମେମାନେ ବଢ଼ିପାରିବାନି ବା ଦେଶର ଉନ୍ନତି ହେଇପାରିବନି।